ଖେଳକୁଦ ମଣିଷକୁ ମନୋରଞ୍ଜନ ଦିଏ। ଏହା ସହିତ ଶାରୀରିକ ସୁସ୍ଥତା ମଧ୍ୟ ପ୍ରଦାନ କରେ। ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ। ଦେଶ ବିଦେଶରେ ସମ୍ମାନ ମଧ୍ୟ ସୃଷ୍ଟି କରେ। ତେବେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବେଳେ ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା। ମରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ ଅନୁଷ୍ଠିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫୁଟବଲ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ୍ ଆରମ୍ଭରେ ଶ୍ରୀଯୁକ୍ତ ଗଦାଧର ମିଶ୍ର ସମସ୍ତ ଖେଳାଳିମାନଙ୍କ ସହିତ ପରିଚୟ ହେବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହା ପରେ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଦଳ ଓ ରନର୍ସ ଅପ୍ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଫୁଟବଲ ଖେଳ ଆୟୋଜନ କରିଥିବା ଆୟୋଜକ କମିଟିର ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଫୁଟବଲ ଖେଳ ସହିତ କ୍ରିକେଟ ଖେଳ ମଧ୍ୟ ଆୟୋଜନ କରିବା ପାଇଁ ଆୟୋଜକ କମିଟିକୁ ପରାମର୍ଶ ପ୍ରଦାନ କରିଥିଲେ। ଖେଳକୁଦ ମଣିଷକୁ ମନୋରଞ୍ଜନ ଦିଏ। ଏହା ସହିତ ଶାରୀରିକ ସୁସ୍ଥତା ମଧ୍ୟ ପ୍ରଦାନ କରେ। ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ। ଦେଶ ବିଦେଶରେ ସମ୍ମାନ ମଧ୍ୟ ସୃଷ୍ଟି କରେ। ତେବେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବେଳେ ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା। ମରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ ଅନୁଷ୍ଠିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫୁଟବଲ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ୍ ଆରମ୍ଭରେ ଶ୍ରୀଯୁକ୍ତ ଗଦାଧର ମିଶ୍ର ସମସ୍ତ ଖେଳାଳିମାନଙ୍କ ସହିତ ପରିଚୟ ହେବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହା ପରେ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଦଳ ଓ ରନର୍ସ ଅପ୍ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଫୁଟବଲ ଖେଳ ଆୟୋଜନ କରିଥିବା ଆୟୋଜକ କମିଟିର ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଫୁଟବଲ ଖେଳ ସହିତ କ୍ରିକେଟ ଖେଳ ମଧ୍ୟ ଆୟୋଜନ କରିବା ପାଇଁ ଆୟୋଜକ କମିଟିକୁ ପରାମର୍ଶ ପ୍ରଦାନ କରିଥିଲେ। ଖେଳକୁଦ ମଣିଷକୁ ମନୋରଞ୍ଜନ ଦିଏ। ଏହା ସହିତ ଶାରୀରିକ ସୁସ୍ଥତା ମଧ୍ୟ ପ୍ରଦାନ କରେ। ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ। ଦେଶ ବିଦେଶରେ ସମ୍ମାନ ମଧ୍ୟ ସୃଷ୍ଟି କରେ। ତେବେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବେଳେ ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା। ମରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ ଅନୁଷ୍ଠିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫୁଟବଲ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ୍ ଆରମ୍ଭରେ ଶ୍ରୀଯୁକ୍ତ ଗଦାଧର ମିଶ୍ର ସମସ୍ତ ଖେଳାଳିମାନଙ୍କ ସହିତ ପରିଚୟ ହେବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହା ପରେ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଦଳ ଓ ରନର୍ସ ଅପ୍ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଫୁଟବଲ ଖେଳ ଆୟୋଜନ କରିଥିବା ଆୟୋଜକ କମିଟିର ସଦସ୍ୟମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଫୁଟବଲ ଖେଳ ସହିତ କ୍ରିକେଟ ଖେଳ ମଧ୍ୟ ଆୟୋଜନ କରିବା ପାଇଁ ଆୟୋଜକ କମିଟିକୁ ପରାମର୍ଶ ପ୍ରଦାନ କରିଥିଲେ। ଖେଳକୁଦ ମଣିଷକୁ ମନୋରଞ୍ଜନ ଦିଏ। ଏହା ସହିତ ଶାରୀରିକ ସୁସ୍ଥତା ମଧ୍ୟ ପ୍ରଦାନ କରେ। ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ। ଦେଶ ବିଦେଶରେ ସମ୍ମାନ ମଧ୍ୟ ସୃଷ୍ଟି କରେ।
तेबे ओडिशा खेत मजदूर किसान परिषद राज्य सभापति श्रीजुक्त गदाधर मिश्र कृषि और कृषक मानकर उन्नति पाई कार्य करुवा बेले फुटबॉल खेलाड़ी मानकु मध्य उत्साहित करिथिबा देखिबाकु मिलिथिला। मोरडा ब्लॉक नुआगाँ पंचायतर घागरा ठारे अनुष्ठित एक फुटबॉल टूर्नामेंट रे फुटबॉल खेलाड़ी मानकु उत्साहित करथिले। फाइनल मैच आरंभ रे श्रीजुक्त गदाधर मिश्र समस्त खेलाड़ी मानक सहित परिचय हेबा सहित खेलाड़ी मानकु उत्साहित करथिले। एहा परे टूर्नामेंट रो चैंपियन दल ओ रनर्स अप दल को पुरस्कार ओ ट्रॉफी प्रदान करथिले। फुटबॉल खेल आयोजन करथिबा आयोजक कमिटी रो सदस्य मानकु भूयसी प्रशंसा करथिले। एही फुटबॉल खेल सहित क्रिकेट खेल मध्य आयोजन करिबा पाई आयोजक कमिटी को परामर्श प्रदान करथिले। मयूरभंज जिला मोरडारू गतिकृष्ण महांत रिपोर्ट ओडिशा लाइव टीवी। आशा करुछि आपण ओडिशा लाइव टीवी को यूट्यूब रे सब्सक्राइब, फेसबुक रे फॉलो आउ प्ले स्टोर रे एप्लिकेशन डाउनलोड करिसंती। यदि करिनाहांती आज ही करिनियंतु।